ଠାକୁରାଣୀ ସେ କ'ଣ କଲେ ନା ତାଙ୍କର ରାଗିକିରି ଥିଲେ, ତେଣୁ ତାଙ୍କୁ ସାଙ୍ଗରେ ନ ନେଇଥିବାରୁ ତାଙ୍କର ମାନଭଞ୍ଜନ କରିବା ପାଇଁକି ତାଙ୍କୁ ରସଗୋଲା ଦେଇକି ମାନଭଞ୍ଜନ କଲେ ଏବଂ ଲକ୍ଷ୍ମୀ ଠାକୁରାଣୀ ତାଙ୍କୁ ମନ୍ଦିରରେ ପ୍ରବେଶ କରିବା ପାଇଁକି ବି ଆମେ ବି ଯଦି ହନ୍ତା ଆସନ୍ତା ବର୍ଷ ନୀଳାଦ୍ରି ବିଜୟକୁ ଆମେ ପୁରୀରୁ ବି ରସଗୋଲା ବାଣ୍ଟିବା ପାଇଁ ଚେଷ୍ଟା ଆମର ଯେତିକି କାପାସିଟି ଆମେ ବାଣ୍ଟି ପାରିବୁ ସେଟା ଆମେ ବାଣ୍ଟି ପାରିବୁ। ତଥାପି 20-25 ହଜାର ମିଠା ବାଣ୍ଟି ଆମର ଇଏ ରସଗୋଲା ବି କିଛି ମାଗଣାରେ ବଣ୍ଟନ କରାଯିବ, ବର୍ତ୍ତମାନ ଆରମ୍ଭ ହେଇଯିବ। ମୋ ନାଁ ନିରଞ୍ଜନ ବେହେରା, ପାହାଳ ମିଠା ବ୍ୟବସାୟୀଙ୍କର ସମ୍ପାଦକ। ଯେତେବେଳେ ଆଜି ନୀଳାଦ୍ରି ବିଜେ ପାଳନ ହେଉଛି, ଶ୍ରୀମନ୍ଦିରରେ ମଧ୍ୟ ରସଗୋଲା ଭୋଗ ହେବ, ସେ ସମୟରେ ବିଶ୍ୱ ରସଗୋଲା ଦିବସ ପାଳନ କରୁଛନ୍ତି ପାହାଳ ବ୍ୟବସାୟୀ ସଂଘ, କ'ଣ ପ୍ରତିକ୍ରିୟା ରଖିବାକୁ ଚାହିଁବେ? ପାହାଳ ବ୍ୟବସାୟୀ ସଂଘ ଆଜି ପ୍ରତିକ୍ରିୟା ରଖିଛନ୍ତି ଯେ କି ଆଜି ହେଉଛି ନୀଳାଦ୍ରି ବିଜେ। ପ୍ରଭୁ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରକୁ ଯେତେବେଳେ ଯାତ୍ରା କରିବାକୁ ଯାଇଥିଲେ, ସେଠୁ ଫେରିଲା ପରେ ଲକ୍ଷ୍ମୀ ଠାକୁରାଣୀ ସେ କ'ଣ କଲେ ନା ତାଙ୍କର ରାଗିକିରି ଥିଲେ, ତେଣୁ ତାଙ୍କୁ ସାଙ୍ଗରେ ନ ନେଇଥିବାରୁ ତାଙ୍କର ମାନଭଞ୍ଜନ କରିବା ପାଇଁକି ତାଙ୍କୁ ରସଗୋଲା ଦେଇକି ମାନଭଞ୍ଜନ କଲେ ଏବଂ ଲକ୍ଷ୍ମୀ ଠାକୁରାଣୀ ତାଙ୍କୁ ମନ୍ଦିରରେ ପ୍ରବେଶ କରିବା ପାଇଁକି ଦେଲେ। ଆଉ ଆମର ଏଇଟା ହେଉଛି 2015 ମସିହାରେ ରସଗୋଲା ଦିବସ, ଯେହେକି ଆମେ ପାହାଳରେ ପ୍ରଥମ କରିକି ଆରମ୍ଭ କରିଥିଲୁ। ସେଇଦିନ ଠାରୁ ଆପଣଙ୍କ ପାହାଳରୁ ପୁରୀ ମଧ୍ୟ ରସଗୋଲା ଯାଇଥାଏ? ନାଇଁ, ଆମ ପାହାଳରୁ ପୁରୀ ଯାଇନାହିଁ, ରସଗୋଲା ଯାଇନି। ଆମେ ବି ଚେଷ୍ଟା କରୁଛୁ ପୁରୀରେ ରସଗୋଲା ବାଣ୍ଟିବା ପାଇଁକି। ଆମର ସେମିତି ଟିକେ ଯୋଗାଯୋଗ ହେଇପାରୁନାହିଁ କି ଆମେ ସେମିତି ଯୋଗାଯୋଗ ହେଲେ ବି ଆମେ ବି ଯଦି ହନ୍ତା ଆସନ୍ତା ବର୍ଷ ନୀଳାଦ୍ରି ବିଜୟକୁ ଆମେ ପୁରୀରୁ ବି ରସଗୋଲା ବାଣ୍ଟିବା ପାଇଁ ଚେଷ୍ଟା ତ ଆମର ଯେତିକି କାପାସିଟି ଆମେ ବାଣ୍ଟି ପାରିବୁ, ଆମ କାପାସିଟି ଅନୁସାରେ ଆମେ ବାଣ୍ଟି ପାରିବୁ। ତଥାପି 20-25 ହଜାର ମିଠା ବାଣ୍ଟିବା ପାଇଁ ଚାହିଁଲେ ଶ୍ରୀମନ୍ଦିର ପ୍ରଶାସନ ସହିତ ଯୋଗାଯୋଗ କରିପାରିବେ। ପ୍ରଶାସନ ସହିତ ଯୋଗାଯୋଗ କରିକି ସେଇଟା କଲେ ହେବ। କିନ୍ତୁ ଆମକୁ ଟିକେ ଆମର ଏ ବ୍ୟବସାୟୀ ପତ୍ର ସମୟ ଦେଇପାରୁନୁ, ସେଇଟା ଆଗରୁ ପାଖାପାଖି 15-20 ଦିନ ଆଗରୁ ଯୋଗାଯୋଗ କରିକି କଲେ ହେଇପାରିବ। ଆଉ ଆଜି ବି ଆମର ଏ ନୀଳାଦ୍ରି ବିଜୟ ଅବସରରେ ଆମର ଇଏ ରସଗୋଲା ବି କିଛି ମାଗଣାରେ ବଣ୍ଟନ କରାଯିବ, ବର୍ତ୍ତମାନ ଆରମ୍ଭ ହେଇଯିବ। ଆମର ବି କିଛି ପ୍ରୋଗ୍ରାମ ହେଉଛି, ଭଜନ ବି ସମାରୋହ ହେଉଛି। ତାପରେ ଆଜି ଯେହେତୁ ରସଗୋଲା ସମସ୍ତେ ଦିବସ ଅବସରରେ ସମସ୍ତେ ଚାହାନ୍ତି ରସଗୋଲା ଖାଇବା ପାଇଁ, ସେଥିପାଇଁ ଆମର ପାଖାପାଖି 10,000 ଖଣ୍ଡେ ମିଠା ଏଇଠି ବି ବାଣ୍ଟିବା ପାଇଁକି ରଖିଛୁ।